द्वितीय राजावली अध्याय 19 एथिरे हिजकिया राजा ताहा शुणन्ते आपणा वस्त्र चिरी और अखा घोड़ी होई सदाप्रभुଙ୍କ गृहକୁ गले। पुणी राजगृहाध्यक्ष इलियाकिमକୁ ଓ ଶିବ୍ନ लेखकକୁ ଓ ଯାଜକମାନଙ୍କ ପ୍ରାଚୀନ ବର୍ଗକୁ ଅଖା ଘୋଡ଼ାଇ ଆମୋସର ପୁତ୍ର ଜିସାୟ ଭବିଷ୍ୟତ ବକ୍ତାଙ୍କ ନିକଟକୁ ପଠାଇଲେ। ତହିଁରେ ସେମାନେ ତାଙ୍କୁ କହିଲେ, ହିଜକିୟ କହନ୍ତି, ଆଜି ଦିନ ଆପଦ ଓ ଅନୁଯୋଗ ଓ ଅପମାନର ଦିନ, କାରଣ ବାଳକଗଣ ପ୍ରସବ ଦ୍ୱାରରେ ଉପସ୍ଥିତ, ମାତ୍ର ପ୍ରସବ କରିବାକୁ ଶକ୍ତି ନାହିଁ। ହୋଇପାରେ ଜୀବତ ପରମେଶ୍ୱରଙ୍କୁ ଧିକ୍କାର କରିବା ପାଇଁ ଆପଣା ପ୍ରଭୁ ଅସୁରୀୟ ରାଜା ଦ୍ୱାରା ପ୍ରେରିତ ରବସାକିର ସମସ୍ତ କଥା ସଦାପ୍ରଭୁ ତୁମ ପରମେଶ୍ୱର ଶୁଣିବେ। ପୁଣି ସଦାପ୍ରଭୁ ତୁମ ପରମେଶ୍ୱର ଯେଉଁ କଥା ଶୁଣିଅଛନ୍ତି ତହିଁ ଲାଗି ଅନୁଯୋଗ କରିବେ। ଏହେତୁ ଯେଉଁ ଅବଶିଷ୍ଟାଂଶ ଅଛନ୍ତି ସେମାନଙ୍କ ନିମନ୍ତେ ତୁମ୍ଭେ ପ୍ରାର୍ଥନା କର। ଏହି ରୂପେ ହିଜକିୟ ରାଜାଙ୍କର ଦାସମାନେ ଜିସାୟଙ୍କ ନିକଟରେ ଉପସ୍ଥିତ ହେଲେ। ତହିଁରେ ଜିସାୟ ସେମାନଙ୍କୁ କହିଲେ, ତୁମେମାନେ ଆପଣା ପ୍ରଭୁଙ୍କୁ କହିବ, ସଦାପ୍ରଭୁ ଏହା କହନ୍ତି, ଅସୁରୀୟ ରାଜାର ଦାସମାନେ ଆମ୍ଭକୁ ନିନ୍ଦା କରିବାର ଯେଉଁ କଥା ତୁମେ ଶୁଣିଅଛ ତହିଁରେ ଭୀତ ନ ହୁଅ। ଦେଖ, ଆମ୍ଭେ ତାହା ମଧ୍ୟରେ ଏକ ଆତ୍ମା ଦେବା, ପୁଣି ସେ କୌଣସି ଜନରବ ଶୁଣି ଆପଣା ଦେଶକୁ ଫେରିଯିବ, ଆଉ ଆମ୍ଭେ ତାହାର ନିଜ ଦେଶରେ ଖଡ୍ଗ ଦ୍ୱାରା ତାହାକୁ ନିପାତ କରିବା। ଅନନ୍ତର ଅସୁରୀୟ ରାଜା ଲାଖିସଠାରୁ ପ୍ରସ୍ଥାନ କରିଅଛି ବୋଲି ରବସାକି ଶୁଣି ଫେରିଗଲା ଓ ତାହାକୁ ଲିବ୍ନା ବିରୁଦ୍ଧରେ ଯୁଦ୍ଧ କରୁଥିବାର ଦେଖିଲା। ପୁଣି ଅସୁରୀୟ ରାଜା କୁଶ ଦେଶୀୟ ତିହର୍କ ରାଜା ବିଷୟରେ ଏହି କଥା ଶୁଣିଲା। ଦେଖ, ସେ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଅଛି। ତେଣୁ ସେ ହିଜକିୟଙ୍କ ନିକଟକୁ ପୁନର୍ବାର ଦୂତମାନଙ୍କୁ ପଠାଇ କହିଲା, ତୁମେମାନେ ଜିହୁଦାର ରାଜା ହିଜକିୟଙ୍କୁ ଏହି କଥା କହିବ, ଜେରୁସାଲେମ ଅସୁରୀୟ ରାଜାର ହସ୍ତଗତ ହେବ ନାହିଁ। ଏହି କଥା କହି ତୁମ୍ଭର ବିଶ୍ୱାସ ଭୂମି ପରମେଶ୍ୱର ତୁମ୍ଭକୁ ନ ଭୁଲାଉନ୍ତୁ। ଦେଖ, ଅସୁରୀୟ ରାଜାମାନେ ବର୍ଜନୀୟ ରୂପେ ବିନାଶ କରିବା ଦ୍ୱାରା ସମୁଦାୟ ଦେଶ ପ୍ରତି ଯାହା କରିଅଛନ୍ତି ତାହା ତୁମ୍ଭେ ଶୁଣିଅଛ। ତେବେ ତୁମ୍ଭେ କଣ ଉଦ୍ଧାର ପାଇବ? ଆମ୍ଭ ପିତୃଲୋକମାନେ ଯେଉଁ ଗୋସନ ଓ ହାରଣ ଓ ରେତ୍ସବ ଦେଶୀୟମାନଙ୍କୁ ଓ ତଲସର ନିବାସୀ ଏଦନ ସନ୍ତାନମାନଙ୍କୁ ବିନାଶ କଲେ, ସେମାନଙ୍କର ଦେବତାମାନେ କଣ ସେମାନଙ୍କୁ ଉଦ୍ଧାର କଲେ? ହମାତ୍ର ରାଜା ଓ ଅର୍ପଦର ରାଜା ଓ ସଫରବଇମ ନଗରର ହେନାର ଓ ଅବାର ରାଜା କାହାନ୍ତି? ତହିଁରେ ହିଜକିୟ ଦୂତମାନଙ୍କଠାରୁ ପତ୍ର ଗ୍ରହଣ କରି ତାହା ପାଠ କଲେ। ଆଉ ହିଜକିୟ ସଦାପ୍ରଭୁଙ୍କ ଗୃହକୁ ଯାଇ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ମେଲାଇଲେ। ଆଉ ହିଜକିୟ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରାର୍ଥନା କରି କହିଲେ, ହେ କିରୁବଗଣ ଉପରେ ଉପବିଷ୍ଟ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ କେବଳ ତୁମ୍ଭେ ପୃଥିବୀସ୍ଥ ସମୁଦାୟ ରାଜ୍ୟର ପରମେଶ୍ୱର ଅଟ। ତୁମ୍ଭେ ସ୍ୱର୍ଗ ଓ ପୃଥିବୀ ନିର୍ମାଣ କରିଅଛ। ହେ ସଦାପ୍ରଭୁ, ଆପଣା କର୍ଣ୍ଣ ଡେର ଓ ଶୁଣ। ହେ ସଦାପ୍ରଭୁ, ଆପଣା ଚକ୍ଷୁ ଫିଟାଅ ଓ ଦେଖ। ଜୀବତ ପରମେଶ୍ୱରଙ୍କୁ ଧିକ୍କାର କରିବା ପାଇଁ ସନହେରିବ ଯାହା କହି ପଠାଇଅଛି ତାହାର ସେହି କଥା ଶୁଣ। ହେ ସଦାପ୍ରଭୁ, ଅସୁରୀୟ ରାଜାମାନେ ନାନା ଗୋଷ୍ଠୀ ଓ ସେମାନଙ୍କ ଦେଶ ଉଚ୍ଛିନ୍ନ କରିଅଛନ୍ତି ଓ ସେମାନଙ୍କ ଦେବତାଗଣକୁ ଅଗ୍ନିରେ ନିକ୍ଷେପ କରିଅଛନ୍ତି। ଏହା ସତ୍ୟ, କାରଣ ସେମାନେ ପରମେଶ୍ୱର ନଥିଲେ, ମନୁଷ୍ୟର ହସ୍ତକୃତ କର୍ମ କାଷ୍ଠ ଓ ପ୍ରସ୍ତର ମାତ୍ର। ଏହେତୁ ସେହି ରାଜାମାନେ ସେମାନଙ୍କୁ ବିନାଶ କଲେ। ଏଣୁ ଏବେ ହେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର, ମୁଁ ବିନୟ କରୁଅଛି, ତାହାର ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କର। ତହିଁରେ ତୁମ୍ଭେ, କେବଳ ତୁମ୍ଭେ ଯେ ସଦାପ୍ରଭୁ ପରମେଶ୍ୱର ଅଟ, ଏହା ପୃଥିବୀସ୍ଥ ସମୁଦାୟ ରାଜ୍ୟ ଜାଣିବେ। ଏଉତାରେ ଆମୋସର ପୁତ୍ର ଜିସାୟ ହିଜକିୟଙ୍କ ନିକଟକୁ କହି ପଠାଇଲେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେ ଅସୁରର ରାଜା ସନହେରିବ ବିରୁଦ୍ଧରେ ଆମ୍ଭ ନିକଟରେ ଯେଉଁ ପ୍ରାର୍ଥନା କରିଅଛ ତାହା ଆମ୍ଭେ ଶୁଣିଲୁ। ସଦାପ୍ରଭୁ ତାହା ବିଷୟରେ ଏହି କଥା କହିଅଛନ୍ତି, ସିଓନର ଅନୁଢା କନ୍ୟା ତୁମ୍ଭକୁ ତୁଚ୍ଛ କରିଅଛି ଓ ତୁମ୍ଭକୁ ପରିହାସ କରିଅଛି। ଜେରୁସାଲେମର କନ୍ୟା ତୁମ୍ଭ ଆଡେ ମୁଣ୍ଡ ହଲାଇଅଛି। ତୁମ୍ଭେ କାହାକୁ ଧିକ୍କାର ଓ ନିନ୍ଦା କରିଅଛ ଓ ତୁମ୍ଭେ କାହା ବିରୁଦ୍ଧରେ ଆପଣା ରବ ଉଚ୍ଚ କରିଅଛ ଓ ଆପଣା ଚକ୍ଷୁ ଊର୍ଦ୍ଧ୍ୱକୁ ଉଠାଇଅଛ? ଇସ୍ରାଏଲର ଧର୍ମସ୍ୱରୂପଙ୍କ ବିରୁଦ୍ଧରେ। ତୁମ୍ଭେ ଆପଣା ଦୂତମାନଙ୍କ ଦ୍ୱାରା ପ୍ରଭୁଙ୍କୁ ଧିକ୍କାର କରିଅଛ ଓ କହିଅଛ, ଆମ୍ଭେ ଆପଣା ବହୁ ସଂଖ୍ୟକ ରଥରେ ପର୍ବତଗଣର ଊର୍ଦ୍ଧ୍ୱକୁ ଲିବାନୋନର ଅଭ୍ୟନ୍ତରକୁ ଆସିଅଛୁ। ଆଉ ଆମ୍ଭେ ତହିଁର ଉଚ୍ଚ ଏରସ ବୃକ୍ଷ ଓ ତହିଁର ଉତ୍କୃଷ୍ଟ ଦେବଦାରୁ ବୃକ୍ଷ ସବୁ କାଟି ପକାଇବା। ପୁଣି ଆମ୍ଭେ ତାହାର ଦୂରବର୍ତ୍ତୀ ବାସସ୍ଥାନରେ ଓ ତାହାର ଫଳପୂର୍ଣ୍ଣ କ୍ଷେତ୍ର ରୂପ ଅରଣ୍ୟରେ ପ୍ରବେଶ କରିବା। ଆମ୍ଭେ ଖୋଳି ଅଜ୍ଞାତ ଜଳ ପାନ କରିଅଛୁ। ଆଉ ଆମ୍ଭେ ଆପଣା ପଦତଳରେ ମିଶ୍ରର ସବୁ ନଦୀ ଶୁଷ୍କ କରିବା। କିପରି ଆମ୍ଭେ ଦୀର୍ଘ କାଳରୁ ଏହା ନିରୂପଣ କରିଅଛୁ ଓ ପୂର୍ବ କାଳରୁ ଏହା ସ୍ଥିର କରିଅଛୁ,
ଏହା କଣ ତୁମ୍ଭେ ଶୁଣିନାହ? ତୁମ୍ଭେ ଯେ ପ୍ରାଚୀର ବେଷ୍ଟିତ ନଗରମାନ ବିନାଶ କରି ସେ ସବୁକୁ ଢିପି କରିବ, ଏହା ଏବେ ଆମ୍ଭେ ସଫଳ କରିଅଛୁ। ଏହେତୁ ତନିବାସୀଗଣ ଅଳ୍ପ ଶକ୍ତି ବିଶିଷ୍ଟ ହେଲେ, ସେମାନେ ହତାଶ ଓ ଉଦ୍ବିଗ୍ନ ହେଲେ। ସେମାନେ କ୍ଷେତ୍ରର ଶାକ ଓ ନବୀନ ତୃଣ, ଗୃହ ଛାତ ଉପରିସ୍ଥ ଘାସ ଓ ଅପକ୍ୱ ଅବସ୍ଥାରେ ଶୁଷ୍କ ଶସ୍ୟ ତୁଲ୍ୟ ହେଲେ। ମାତ୍ର ତୁମ୍ଭର ବସିବାର ଓ ବାହାରକୁ ଯିବାର ଓ ଭିତରକୁ ଆସିବାର ଓ ଆମ୍ଭ ବିରୁଦ୍ଧରେ ତୁମ୍ଭର କ୍ରୋଧ କରିବାର ଆମ୍ଭେ ଜାଣୁ। ତୁମ୍ଭେ ଆମ୍ଭ ବିରୁଦ୍ଧରେ କ୍ରୋଧ କରିଅଛ ଓ ତୁମ୍ଭର ଦର୍ପ କଥା ଆମ୍ଭ କର୍ଣ୍ଣରେ ଉପସ୍ଥିତ ହୋଇଅଛି। ଏହେତୁ ଆମ୍ଭେ ତୁମ ନାସିକାରେ ଆପଣା ଅଙ୍କୁଶ ଓ ତୁମ୍ଭ ଓଷ୍ଠାଧରରେ ଆପଣା ଲଗାମ ଦେବା। ପୁଣି ତୁମ୍ଭେ ଯେଉଁ ବାଟରେ ଆସିଲ ସେହି ବାଟରେ ଆମ୍ଭେ ତୁମ୍ଭକୁ ଫେରାଇ ଦେବା। ଏଣୁ ହେ ହିଜକିୟ, ତୁମ୍ଭ ପ୍ରତି ଏହି ଚିହ୍ନ ହେବ, ତୁମେମାନେ ଏହି ବର୍ଷ ସ୍ୱୟଂ ଉତ୍ପନ୍ନ ଶସ୍ୟ ଓ ଦ୍ୱିତୀୟ ବର୍ଷ ତହିଁରୁ ଅଙ୍କୁରିତ ଶସ୍ୟ ଭୋଜନ କରିବ। ପୁଣି ତୃତୀୟ ବର୍ଷ ତୁମେମାନେ ବୁଣ ଓ କାଟ ଓ ଦ୍ରାକ୍ଷା କ୍ଷେତ୍ର କରି ତହିଁର ଫଳ ଭୋଜନ କର। ପୁଣି ଜିହୁଦା ବଂଶର ରକ୍ଷାପ୍ରାପ୍ତ ଅବଶିଷ୍ଟ ଲୋକମାନେ ପୁନର୍ବାର ତଳକୁ ଚେର ମାଡ଼ିବେ ଓ ଉପରେ ଫଳ ଫଳିବେ। କାରଣ ଜେରୁସାଲେମରୁ ଏକ ଅବଶିଷ୍ଟାଂଶ ଲୋକ ଓ ସିଓନ ପର୍ବତରୁ ରକ୍ଷାପ୍ରାପ୍ତ ଲୋକମାନେ ବାହାରିବେ। ସଦାପ୍ରଭୁଙ୍କ ଉଦ୍ଯୋଗ ଏହା ସିଦ୍ଧ କରିବ। ଏହେତୁ ସଦାପ୍ରଭୁ ଅଶୁରୀୟ ରାଜା ବିଷୟରେ ଏହି କଥା କହନ୍ତି, ସେ ଏହି ନଗରକୁ ଆସିବ ନାହିଁ, ଅବା ସେଠାରେ ତୀର ମାରିବ ନାହିଁ, କିଏ ବା ତହିଁ ସମ୍ମୁଖକୁ ଢାଲ ଧରି ଆସିବ ନାହିଁ, ଅଥବା ତହିଁ ବିରୁଦ୍ଧରେ ବନ୍ଧ ବାନ୍ଧିବ ନାହିଁ। ସଦାପ୍ରଭୁ କହନ୍ତି, ସେ ଯେଉଁ ବାଟରେ ଆସିଲା ସେହି ବାଟରେ ଫେରିଯିବ ଓ ସେ ଏହି ନଗରକୁ ଆସିବ ନାହିଁ। କାରଣ ଆମ୍ଭେ ଆପଣା ସକାଶୁ ଓ ଆମ୍ଭ ଦାସ ଦାଉଦ ସକାଶୁ ଏହି ନଗରକୁ ରକ୍ଷା କରିବାକୁ ସପକ୍ଷ ହେବା। ଅନନ୍ତର ସେହି ରାତ୍ରି ସଦାପ୍ରଭୁଙ୍କ ଦୂତ ବାହାରି ଅଶୁରୀୟମାନଙ୍କ ଛାଉଣିରେ 1,85,000 ଲୋକ ସଂହାର କଲେ। ପୁଣି ଲୋକମାନେ ଅତି ପ୍ରଭାତରେ ଉଠନ୍ତେ, ଦେଖ, ସେ ସମସ୍ତେ ମୃତ ଶବ ହୋଇଅଛନ୍ତି। ତହିଁରେ ଅସୁରର ରାଜା ସନ୍ହେରିବ୍ ପ୍ରସ୍ଥାନ କଲା ଓ ଫେରିଯାଇ ନିନିବିରେ ବାସ କଲା। ଏଥିଉତ୍ତାରେ ସେ ଆପଣାର ନିଷ୍କକ ନାମକ ଦେବତାର ଗୃହରେ ପୂଜା କରିବା ବେଳେ ତାହାର 2 ପୁତ୍ର ଅଦ୍ରମେଲକ ଓ ସରେତ୍ସର ତାହାକୁ ଖଡ୍ଗରେ ବଧ କଲେ। ତହୁଁ ସେମାନେ ଆରାରଟ ଦେଶକୁ ପଳାୟନ କଲେ। ପୁଣି ତାହାର ପୁତ୍ର ଏସର ହଦୋନ ତାହାର ପଦରେ ରାଜ୍ୟ କଲା। ଦ୍ୱିତୀୟ ରାଜାବଳୀ ଅଧ୍ୟାୟ 20। ସେ ସମୟରେ ହିଜକିୟଙ୍କର ସାଂଘାତିକ ପୀଡ଼ା ହୋଇଥିଲା। ତହିଁରେ ଆମୋସର ପୁତ୍ର ଜିସାଇୟ ଭବିଷ୍ୟତ ବକ୍ତା ତାଙ୍କ ନିକଟକୁ ଆସି କହିଲେ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଆପଣା ଗୃହ ବିଷୟ ସଜାଡ଼, କାରଣ ତୁମ୍ଭେ ମରିବ, ବଞ୍ଚିବ ନାହିଁ। ଏଥିରେ ସେ କାନ୍ଥ ଆଡ଼େ ମୁଖ ଫେରାଇ ସଦାପ୍ରଭୁ ନିକଟରେ ପ୍ରାର୍ଥନା କରି କହିଲେ, ହେ ସଦାପ୍ରଭୁ, ମୁଁ ବିନୟ କରୁଅଛି, ମୁଁ କିପରି ସତ୍ୟତାରେ ଓ ସିଦ୍ଧ ଅନ୍ତଃକରଣରେ ତୁମ୍ଭ ସମ୍ମୁଖରେ ଗମନାଗମନ କରିଅଛି ଓ ତୁମ୍ଭ ଦୃଷ୍ଟିରେ ଉତ୍ତମ କର୍ମ କରିଅଛି, ଏହା ଏବେ ସ୍ମରଣ କର। ଆଉ ହିଜକିୟ ଅତିଶୟ ରୋଦନ କଲେ। ଏଥିଉତ୍ତାରେ ଜିସାୟ ନଗରର ମଧ୍ୟଭାଗକୁ ବାହାରିଯିବା ପୂର୍ବେ ତାଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା, ଯଥା, ଫେରିଯାଅ ଓ ଆମ୍ଭ ଲୋକମାନଙ୍କ ଅଧିପତି ହିଜକିୟକୁ କୁହ, ସଦାପ୍ରଭୁ ତୁମ ପୂର୍ବପୁରୁଷ ଦାଉଦର ପରମେଶ୍ୱର ଏହି କଥା କହନ୍ତି, ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଲୁ, ଆମ୍ଭେ ତୁମ୍ଭର ଲୋତକ ଦେଖିଲୁ। ଦେଖ, ଆମ୍ଭେ ତୁମକୁ ସୁସ୍ଥ କରିବୁ। ତୁମ୍ଭେ ତୃତୀୟ ଦିନରେ ସଦାପ୍ରଭୁଙ୍କ ଗୃହକୁ ଯିବ। ଆଉ ଆମ୍ଭେ ତୁମ୍ଭର ଆୟୁ 15 ବର୍ଷ ବୃଦ୍ଧି କରିବା। ପୁଣି ଆମ୍ଭେ ତୁମ୍ଭକୁ ଓ ଏହି ନଗରକୁ ଅଶୁରୀୟ ରାଜାର ହସ୍ତରୁ ରକ୍ଷା କରିବା। ଆଉ ଆମ୍ଭେ ଆପଣା ସକାଶୁ ଓ ଆମ୍ଭ ଦାସ ଦାଉଦ ସକାଶୁ ଏହି ନଗରର ସପକ୍ଷ ହେବା। ତେଣୁ ଜିସାୟ କହିଲେ, ଏକ ଡିମ୍ବୁରି ଚକ୍ତି ଆଣ। ତହିଁରେ ସେମାନେ ତାହା ଆଣି ବଥ ଉପରେ ଥୋଇଲେ, ଆଉ ସେ ସୁସ୍ଥ ହେଲେ। ପୁଣି ହିଜକିୟ ଜିସାୟଙ୍କୁ କହିଲେ, ସଦାପ୍ରଭୁ ଯେ ମୋତେ ସୁସ୍ଥ କରିବେ ଓ ମୁଁ ଯେ ତୃତୀୟ ଦିନରେ ସଦାପ୍ରଭୁଙ୍କ ଗୃହକୁ ଯିବି, ଏଥିର କି ଚିହ୍ନ ହେବ? ତହିଁରେ ଜିସାୟ କହିଲେ, ସଦାପ୍ରଭୁ ଆପଣା ଉକ୍ତ ବାକ୍ୟ ଯେ ସଫଳ କରିବେ, ତୁମ୍ଭ ପ୍ରତି ସଦାପ୍ରଭୁଙ୍କଠାରୁ ଏହି ଚିହ୍ନ ହେବ। ଛାୟା କି ଆଗକୁ 10 ପାହୁଣ୍ଡ ଯିବ, ଅବା ପଛକୁ 10 ପାହୁଣ୍ଡ ଯିବ? ତହିଁରେ ହିଜକିୟ ଉତ୍ତର କଲେ, ଛାୟା ଆଗକୁ 10 ପାହୁଣ୍ଡ ଯିବାର କ୍ଷୁଦ୍ର ବିଷୟ। ନା, ମାତ୍ର ଛାୟା ପଛକୁ 10 ପାହୁଣ୍ଡ ଫେରିଯାଉ। ତହୁଁ ଜିସାୟ ଭବିଷ୍ୟତ ବକ୍ତା ସଦାପ୍ରଭୁଙ୍କ ନିକଟରେ ଡାକି ପ୍ରାର୍ଥନା କଲେ, ଏଥିରେ ଆହସ୍କର ସୂର୍ଯ୍ୟ ଘଟିକାରେ ଛାୟା ଯେଉଁ 10 ପାହୁଣ୍ଡ ଆଗକୁ ଯାଇଥିଲା, ସେତିକି ସେ ପଛକୁ ଫେରାଇ ଆଣିଲେ। ସେ ସମୟରେ ବଲଦନର ପୁତ୍ର ବରଦକ ବଲଦନ ନାମକ ବାବିଲର ରାଜା ହିଜକିୟଙ୍କ ନିକଟକୁ ପତ୍ରମାନ ଓ ଦର୍ଶନୀ ପଠାଇଲା, କାରଣ ସେ ହିଜକିୟଙ୍କର ପୀଡ଼ିତ ହେବାର କଥା ଶୁଣିଥିଲା।
तहिरे हिजकिया सेमानक कथा शुणिले ओ आपणा बहुमूल्य पदार्थर समुदाय गृह रूपा ओ सुना ओ सुगंधी द्रव्य ओ बहुमूल्य तैल ओ अस्त्रागार ओ आपणा भंडार स्थित समस्त द्रव्य सेमानकु देखाइले। हिजकिया जहा सेमानकु न देखाइले एपरि कोनोसी द्रव्य तांको गृहरे कि तांकर समुदाय राज्य रे नथिला। सेतबेले जिसाय भविष्यद्वक्ता हिजकिया राजाଙ୍କ निकटକୁ आसी तांकु कहिले, एही लोकमाने कोन कहिले? सेमाने केउठारु तुम निकटକୁ आसिले? तहिरे हिजकिया कहिले, सेमाने दूर देश बाबिलरु आसीअछंती। एथिरे से पचारले, सेमाने तुम गृहरे कि विषय देखिअछंती? तो हिजकिया उत्तर कले, मो गृहरे जहा जहा अछि सबु सेमाने देखिअछंती। जहा मु सेमानकु न देखाइली एपरि कोनोसी पदार्थ मो भंडार समूहरे नाही। एथिरे जिसाय हिजकियाଙ୍କୁ कहिले, सदाप्रभुଙ୍କ वाक्य शुण। देख, तुम गृहस्थित समस्त द्रव्य ओ आज पर्यंत तुम पूर्वपुरुष मानक संचित समस्त द्रव्य बाबिल को निया जिबार समय आसुअछि। जिसाय अध्याय 1। आमोसर पुत्र जिसाइयंकर दर्शन। से जिहुदा राजगण उसिय, जोथम, आहस ओ हिजकियर अधिकार समय जिहुदा ओ जेरुसालेम विषय एही दर्शन पाइले। हे आकाशमंडल शुण, हे पृथ्वी कर्णपात कर, कारण सदाप्रभु कहिअछंती, आम्भे संतानगण को प्रतिपालन ओ भरण पोषण करिअछु, मात्र सेमाने आम्भर विद्रोहाचरण करिअछंती। गोरु आपणा खाउंदकु ओ गर्धव आपणा कर्तार कुंडकु चिन्हई, मात्र इस्राएल जाने नहीं, आम्भर लोकमाने विवेचना करती नहीं। आहा, पापिष्ठ गोष्ठी, अधर्मरे भारग्रस्त लोके, दुष्कर्मकारी मानंक वंश, भ्रष्टाचारी संतानगण, सेमाने सदाप्रभुଙ୍କୁ परित्याग करिअछंती। सेमाने इस्राएलर धर्मस्वरूपଙ୍କୁ अवज्ञा करिअछंती। सेमाने विमुख होई पछकु चली जाइअछंती। तुम्हे माने अधिक अधिक विद्रोहाचरण करिबा पई काहेकि आहुरी प्रहारित हेब? मस्तक जाक पीड़ित ओ समुदाय हृदय दुर्बल होइअछि। पादर तलठारु मस्तक पर्यंत किछि स्वास्थ्य नाही, केवल क्षत ओ दाग ओ पूजपूर्ण घा, से सबु टिपा कि बंधा जाई नाही, कि बा तैल द्वारा कोमल करा जाई नाही। तुम्भमानंकर देश ध्वंस स्थान, तुम्भमानंकर नगर सबु अग्निरे दग्ध। तुम्भमानंकर भूमि विदेशी माने तुम्भमानंकर साक्षातरे ग्रास करंती। ताहा विदेशी मानंक द्वारा विनष्ट हेबा तुल्य ध्वंस स्थान होइअछि। पुणी सियोनर कन्या द्राक्षा क्षेत्रर कुटीर, काकुड़ी क्षेत्रर बसा अवरुद्ध नगर तुल्य होई रहिअछि। सैन्याधिपति सदाप्रभु आम्भमानंक पई अति अल्प लोक अवशिष्ट रखि नथिले। आम्भे माने सदमर तुल्य होइथांतु, आम्भे माने हमरार तुल्य होइथांतु। हे सदमर शासनकर्ता माने, सदाप्रभुंकर वाक्य शुण। हे हमरार लोक माने, तुमे माने आम्भमानक परमेश्वरंक व्यवस्थारे कर्णपात कर। सदाप्रभु कहंती, आम्भ उद्देश्य तुम्भमानंकर अपार बलिदानर अभिप्राय कौन? आम्भे मेषगणर होम बलिरे ओ पुष्ट पशुगणर मेदरे पूर्ण होइअछु। पुणी वृष कि मेष कि छागल मानंक रक्तरे आम्भर तुष्टि नाही। तुम्भे माने आम्भ सम्मुखरे उपस्थित हेबा बेले आम्भर प्रांगण सकल पद तले दलिबा पई किए तुममानंकु चाहिअछि? असार नैवेद्य आउ आण नाही। धूपदाह आम्भर घृणित। अमावास्या ओ विश्रामबार सभार घोषणा, एही अधर्म ओ महासभा आम्भे सही पारुनाहु। आम्भ प्राण तुम्भमानंकर अमावास्या ओ निरूपित पर्व सबु घृणा करे। सेही सबु आम्भ प्रति क्लेश कर। आम्भे से सबु बहिबाकू क्लांत होइअछु। पुणी
ତୁମ୍ଭେମାନେ ଆପଣମାନଙ୍କର ହସ୍ତ ପ୍ରସାର କଲାବେଳେ ଆମ୍ଭେ ତୁମ୍ଭମାନଙ୍କଠାରୁ ଆପଣା ଚକ୍ଷୁ ଆଚ୍ଛାଦନ କରିବା। ଆହୁରି ତୁମ୍ଭେମାନେ ଅନେକ ପ୍ରାର୍ଥନା କଲାବେଳେ ଆମ୍ଭେ ଶୁଣିବା ନାହିଁ। ତୁମ୍ଭମାନଙ୍କ ହସ୍ତ ରକ୍ତରେ ପରିପୂର୍ଣ୍ଣ। ତୁମ୍ଭେମାନେ ଆପଣମାନଙ୍କୁ ଧୌତ କର, ଆପଣମାନଙ୍କୁ ଶୁଚି କର। ଆମ୍ଭ ଦୃଷ୍ଟିରୁ ଆପଣମାନଙ୍କର କ୍ରିୟାର ମନ୍ଦତା ଦୂର କର। କୁକ୍ରିୟା କରିବାରୁ ନିବୃତ୍ତ ହୁଅ, ସୁକ୍ରିୟା କରିବାକୁ ଶିଖ। ନ୍ୟାୟ ବିଚାର ଚେଷ୍ଟା କର, ଉପଦ୍ରବଗ୍ରସ୍ତମାନଙ୍କର ସାହାଯ୍ୟ କର, ପିତୃହୀନମାନଙ୍କର ନ୍ୟାୟ ବିଚାର କର, ବିଧବାମାନଙ୍କ ପକ୍ଷରେ ପ୍ରତିବାଦ କର। ସଦାପ୍ରଭୁ କହନ୍ତି, ଆସ ଆମ୍ଭେମାନେ ଉତ୍ତର ପ୍ରତ୍ୟୁତ୍ତର କରୁ। ତୁମ୍ଭମାନଙ୍କର ପାପ ସବୁ ସିନ୍ଦୁର ବର୍ଣ୍ଣ ପରି ହେଲେ ହେଁ ହିମ ପରି ଶୁକ୍ଳବର୍ଣ୍ଣ ହେବ। ସେ ସବୁ ଲୋହିତ ବର୍ଣ୍ଣ ପରି ରଙ୍ଗ ହେଲେ ହେଁ ମେଷଲୋମ ପରି ହେବ। ଯେବେ ତୁମ୍ଭେମାନେ ସମ୍ମତ ଓ ଆଜ୍ଞାବହ ହେବ, ତେବେ ଦେଶର ଉତ୍ତମ ଫଳ ଭୋଗ କରିବ। ମାତ୍ର ଯେବେ ତୁମ୍ଭେମାନେ ଅସମ୍ମତ ଓ ବିରୁଦ୍ଧାଚାରୀ ହେବ, ତେବେ ଖଡ୍ଗଭୁକ୍ତ ହେବ। କାରଣ ସଦାପ୍ରଭୁଙ୍କ ମୁଖ ଏହା କହିଅଛି। ସତୀ ନଗରୀ କିପରି ବେଶ୍ୟା ହୋଇଅଛି, ସେ ନ୍ୟାୟ ବିଚାରରେ ପୂର୍ଣ୍ଣା ଥିଲା, ଧର୍ମ ତାହା ମଧ୍ୟରେ ବାସ କଲା। ମାତ୍ର ଏବେ ହତ୍ୟାକାରୀମାନେ ଅଛନ୍ତି। ତୁମ୍ଭର ରୂପା ଖାଦ ହୋଇଅଛି, ତୁମ୍ଭର ଦ୍ରାକ୍ଷାରସ ଜଳ ମିଶ୍ରିତ ହୋଇଅଛି। ତୁମ୍ଭର ଅଧିପତିମାନେ ବିଦ୍ରୋହୀ ଓ ଚୋରମାନଙ୍କର ସଖା। ପ୍ରତ୍ୟେକେ ଲାଞ୍ଚ ଭଲ ପାଆନ୍ତି ଓ ପାରିତୋଷିକର ପଶ୍ଚାତବର୍ତ୍ତୀ ହୁଅନ୍ତି। ସେମାନେ ପିତୃହୀନମାନଙ୍କର ବିଚାର କରନ୍ତି ନାହିଁ, କିଏ ବା ବିଧବାର ଗୁହାରୀ ସେମାନଙ୍କ ନିକଟକୁ ଆସେ ନାହିଁ। ଏହେତୁ ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ, ଇସ୍ରାଏଲର ବଳଦାତା କହନ୍ତି, ଆଃ, ଆମ୍ଭେ ଆପଣା ବିପକ୍ଷଗଣ ବିଷୟରେ ଆରାମ ପାଇବା ଓ ଆମ୍ଭେ ଆପଣା ଶତ୍ରୁଗଣଠାରୁ ପରିଶୋଧ ନେବା। ପୁଣି ଆମ୍ଭେ ତୁମ୍ଭ ଆଡ଼େ ଆପଣା ହସ୍ତ ଫେରାଇ ତୁମ୍ଭର ଖାଦ ସମ୍ପୂର୍ଣ୍ଣ ରୂପେ ପରିଷ୍କାର କରିବା ଓ ତୁମ୍ଭର ସୀସା ସବୁ କାଢ଼ି ନେବା। ଆଉ ଆମ୍ଭେ ପୂର୍ବକାଳ ପରି ତୁମ୍ଭର ବିଚାରକର୍ତ୍ତୃଗଣଙ୍କୁ ଓ ଆଦ୍ୟ ସମୟ ପରି ତୁମ୍ଭ ମନ୍ତ୍ରୀଗଣଙ୍କୁ ପୁନଃ ସ୍ଥାପନ କରିବା। ତହିଁଉତାରୁ ତୁମ୍ଭେ ଧର୍ମପୁରୀ, ସତୀ ନଗରୀ ବୋଲି ବିଖ୍ୟାତ ହେବ। ସିଓନ ନ୍ୟାୟ ବିଚାର ଦ୍ୱାରା ଓ ତାହାର ଫେରିଆସିବା ଲୋକମାନେ ଧାର୍ମିକତା ଦ୍ୱାରା ମୁକ୍ତି ପାଇବେ। ମାତ୍ର ଅଧର୍ମାଚାରୀ ଓ ପାପୀମାନେ ଏକତ୍ର ବିନଷ୍ଟ ହେବେ ଓ ଯେଉଁମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରନ୍ତି, ସେମାନେ ସଂହାରିତ ହେବେ। କାରଣ ସେମାନେ ତୁମ୍ଭମାନଙ୍କର ବାଞ୍ଛିତ ଅଲୋନ ବୃକ୍ଷ ବିଷୟରେ ଲଜ୍ଜିତ ହେବେ। ପୁଣି ତୁମ୍ଭେମାନେ ଆପଣମାନଙ୍କର ମନୋନୀତ ଉଦ୍ୟାନ ସକଳର ବିଷୟରେ ହତାଶ ହେବ। ଯେହେତୁ ତୁମ୍ଭେମାନେ ଶୁଷ୍କ ପତ୍ର, ଅଲନ ବୃକ୍ଷ ଓ ନିର୍ଜଳ ଉଦ୍ୟାନ ତୁଲ୍ୟ ହେବ। ପୁଣି ବଳବାନ ଲୋକ ଛଣପଟ ପରି ଓ ତାହାର କର୍ମ ଅଗ୍ନିକଣା ପରି ହେବ। ସେ ଦୁଇ ଏକତ୍ର ଜ୍ୱଳିବ ଓ କେହି ତାହା ନିଭାଇବ ନାହିଁ।